ହ୍ୟାଲୋ ପିଲାମାନେ ଆଜି ଆମେ କଣ ପଢିବା ଆଜି ଗୋଟେ ଷ୍ଟୋରି ପଢିବା ଗପ ଇଂରାଜୀ ଗପ ଠିକ ଅଛି ପିଲେ ତମେ କଣ କରିବ ସାର୍ ଆମେ ଷ୍ଟୋରି ପଢିଲେ କଣ ଲାଭ ପିଲାମାନେ ଷ୍ଟୋରି ପଢିଲେ ଇଂରାଜୀ ଯଦି ଷ୍ଟୋରି ଇଂଲିଶରେ ଷ୍ଟୋରି ପଢିବ ତମର ଗୋଟେ ଡର ଅଛି ନା ଇଂରାଜୀ ହେ ଭଗବାନ କାହିଁ ସେ ଇଂରେଜ ମାନେ ଆସୁଥିଲେ ଆମ ପାଖକୁ ଆମେ ଇଂରାଜୀ ଶିଖିବାକୁ ପଡୁଛି ଆମକୁ ସାହିତ୍ୟ ଫାହିତ୍ୟ ଭଲ ଲାଗେ ନା ପିଲାମାନେ ତୁମେ ଯଦି ଏମିତି ଶୁଣିବ ତମ ରିଡିଂ ପ୍ରାକ୍ଟିସ ହବ ନୂଆ ନୂଆ ୱାର୍ଡ ଜାଣିବ ଗ୍ରାମାର ମୁଁ ସବୁ କଣ ଡେସ୍କ୍ରାଇବ କରିକି ଗ୍ରାମାର ବି ବତାଉଛି ତୁମେ ଗ୍ରାମାର ବି ଜାଣିବ ବୁଝିଲ ପିଲାମାନେ ସେଥିପାଇଁ ତୁମେ କଣ କରିବ ଆଇଡେଣ୍ଟିକାଲ ଷ୍ଟୋରି ଆଜି ଆମେ ଗୋଟେ ଷ୍ଟୋରି ପଢିବା ଏଇ ଷ୍ଟୋରି ତୁମେ କଣ କରିବ ତାପରେ ତା ପୂର୍ବରୁ ତୁମେ ସବସ୍କ୍ରାଇବ କରିଦବା ଚ୍ୟାନେଲକୁ ଠିକ ଅଛି ପିଲାମାନେ ଆଚ୍ଛା ସାର୍ ଆମେ ସବସ୍କ୍ରାଇବ କଲେ ଲାଭ କଣ ଆମର ପିଲାମାନେ ତୁମେ ଯଦି ସବସ୍କ୍ରାଇବ କରିଦବ ତାହେଲେ ତୁମକୁ ଯୋଉ ନେକ୍ସଟ ଭିଡିଓ ମୁଁ ଯୋଉ ଡାଉନଲୋଡ କରିବି ଅପଲୋଡ କରିବି ତାପରେ ତୁମେ କଣ କରିବ ସେଇଟାକୁ ତୁମକୁ ୟୁଟ୍ୟୁବ କଣ କରିବ ନୋଟିଫିକେସନ ଦେବ ତାପରେ ତୁମେ ଜାଣିପାରିବ ନହେଲେ ସାର୍ ଯଦି ତୁମେ କରିବନି ତୁମେ ସବସ୍କ୍ରାଇବ ନ କରିବ ତାହେଲେ ତୁମେ ଜାଣିପାରିବନି ମୁଁ 100ଟା ଭିଡିଓ ଡାଉନଲୋଡ କରିଦେଲି ଠିକ ଅଛି ପିଲାମାନେ ଓକେ ବାଏ ଠିକ ଷ୍ଟାର୍ଟ କରିବା ଓକେ କଣ ଅଛି ଟୁ ଆଇଡେଣ୍ଟିକାଲ ବାର୍ଡ ଆଇଡେଣ୍ଟିକାଲ ପିଲେ ଟୁ ମାନେ ଦୁଇ ଆଇଡେଣ୍ଟିକାଲ ପିଲେ ଆଇଡେଣ୍ଟିକାଲ ମାନେ କଣ ଯମଜ ଜାଁଳା ଛୁଆ ଜନ୍ମ ହୁଅନ୍ତି ନା ତାକୁ କୁହାଯାଏ ଆଇଡେଣ୍ଟିକାଲ କଣ ଆଇଡେଣ୍ଟିକାଲ ଆଇଡେଣ୍ଟିକାଲ ଦେଖ ପିଲାମାନେ ଗୋଟେ ମିନିଟ ହଁ ତାକୁ କୁହାଯାଏ କଣ ଆଇଡେଣ୍ଟିକାଲ ସେଇ ବିଷୟରେ ଆମେ ଗୋଟେ ଆଜି ଷ୍ଟୋରିଟେ ପଢିବା ଇଂଲିଶ ଷ୍ଟୋରି ମୁଁ ସବୁ କ୍ଲିୟର କରିବି ତମକୁ ଠିକ ଦେଖ ପିଲାମାନେ କଣ ଦେଇଛି ଟୁ ପ୍ୟାରୋଟ ଦୁଇଟା ପ୍ୟାରୋଟ ପ୍ୟାରୋଟ ମାନେ ପିଲେ କଣ ପ୍ୟାରୋଟ୍ସ ଦେଇଛି ଦେଖ ପ୍ୟାରୋଟ୍ସ ଏଇଟା କଣ ପ୍ଲୁରାଲ ଟୁ ଦେଲା ସେଥିପାଇଁ ଦୁଇଟା ଦୁଇ ମାନେ ପ୍ଲୁରାଲ ସେଥିପାଇଁ ଟୁ ପ୍ୟାରୋଟ୍ସ ଦେଲା ଏସ୍ ଲାଗିଛି ଦେଖ ପିଲେ ଏସ୍ ଯୋଉଠି ଲାଗିଥିବ ସେଇଟା ହଉଛି ପ୍ଲୁରାଲ ଫର୍ମ ঠিক আছে আচ্ছা of the same breed went to different person ଏମାନେ ଦୁଇ ଜଣ ହଉଛନ୍ତି ପୁରା ଜାଁଲା ଆଇଡେଣ୍ଟିକାଲ ସେମ୍ ବ୍ରିଡ ବାଲା ଠିକ ଅଛି ଯେମିତି ବ୍ରିଡ ଅଲଗା ଅଲଗା ବ୍ରିଡ ଅଛି ନା ଗାଈ ମାନଙ୍କର କେମିତି ସାର୍ ଜର୍ସି ଗାଈ ଅଛନ୍ତି ଯେମିତି ସିନ୍ଧି ସିନ୍ଧି ଗାଈ ଅଛନ୍ତି ସେଇଟା ବ୍ରିଡ ଗୁଡାକ ସେଇଭଳିଆ ଆଇଡେଣ୍ଟିକାଲ ବ୍ରିଡ ମାନେ ଯମଜ ଥିଲେ ମାନେ ଜାଁଳା ଭାଇ ଥିଲେ ଦୁଇ ଜଣ ଯାକ ଦୁଇ ପକ୍ଷୀ ଠିକ ଅଛି one was a ସାଧୁ ଗୋଟେ ସେଇ ଗାଁରେ ଗୋଟେ ଜଣେ ଜଣେ କାର ପାଖରେ ଥିଲା ଗୋଟେ ସାଧୁ ପାଖରେ ଥିଲା and the other was a criminal ଆଉ ଗୋଟେ ପ୍ୟାରୋଟ ତା ପାଖରେ ଥିଲା ଗୋଟେ କ୍ରିମିନାଲ ପାଖରେ ଥିଲା କ୍ରିମିନାଲ ମାନେ ପିଲେ ଯିଏ ମର୍ଡର କରେ ଯିଏ ଚୋରି କରେ ଯିଏ ଅନ୍ୟ ଲୋକକୁ ଖରାପ ଖରାପ କଥା କହେ ତାକୁ ଆମେ କ୍ରିମିନାଲ କହୁ ଠିକ ଅଛି ପିଲାମାନେ ଜଣେ ଥିଲା ସାଧୁ ପାଖରେ ସାଧୁ ଲୋକ ଜାଣିଛ ବାବା ମାନେ ଯୋଉମାନେ ମିଛ କହନ୍ତିନି ଠିକରେ କାମ କରନ୍ତି ସବୁବେଳେ ସତ କଥା କହନ୍ତି ଭଗବାନଙ୍କୁ ପୂଜା କରନ୍ତି ସେମାନଙ୍କୁ ସାଧୁ କୁହାଯାଏ ଆଉ ଯୋଉମାନେ ଖାଲି ମର୍ଡର କରିବେ ଚୋରି କରିବେ ସେମାନଙ୍କୁ କ୍ରିମିନାଲ କୁହାଯାଏ ଦୁଇଟା ପ୍ୟାରୋଟ ଥିଲେ ଏଇଟା ପ୍ଲୁରାଲ ଫର୍ମ ସେମାନେ ସେମ୍ ବ୍ରିଡ ର ଥିଲେ ଆଉ ଡିଫରେଣ୍ଟ ପର୍ସନ ପାଖରେ ଥିଲେ ଡିଫରେଣ୍ଟ କହିଲେ କଣ ଅଲଗା ଡିଫରେଣ୍ଟ କହିଲେ କଣ ପିଲାମାନେ ଅଲଗା ଏଇଟା ଟିପିନିଅ ମାନେ ସବୁ ୱାର୍ଡ ଗୁଡାକ ଟିପିନିଅ ଠିକ ଅଛି ପିଲାମାନେ the sadhu used to pray every morning ପିଲାମାନେ used to କୋଉଠି ଲାଗେ ଆମେ ଯୋଉ କାମ ସବୁଦିନ କରୁ ସେଇ ସେଣ୍ଟେନ୍ସ ରେ used to ୟୁଜ ହୁଏ ସାର୍ used to ମାନେ ଯୋଉଟା ଆମେ ଡେଲି କରୁଛୁ ଆମେ ସବୁଦିନ ସ୍କୁଲ ବିଦ୍ୟାଳୟକୁ ଯାଉଛୁ ସ୍କୁଲକୁ ଯାଉଛୁ I used to go school ମୁଁ ମାନେ ସେ କଣ ସେ ସବୁଦିନ ସ୍କୁଲକୁ ଯାଉଛି ତାର ଅର୍ଥ ଠିକ ଅଛି ପିଲାମାନେ ଦ ସାଧୁ ସାଧୁ ସବୁଦିନ କଣ କରୁଥିଲା ପ୍ରେ କରୁଥିଲା କାହାକୁ ଏଭ୍ରି ଡେ ପ୍ରେ କରୁଥିଲା କାହାକୁ ସାର୍ ମର୍ଣ୍ଣିଂ କେତେବେଳେ ପ୍ରେ କରୁଥିଲା ସାର୍ ମର୍ଣ୍ଣିଂ ରେ ମାନେ ସକାଳେ ପ୍ରେ ମାନେ ପୂଜା କରୁଥିଲା ଭଗବାନଙ୍କୁ ପୂଜା କରୁଥିଲା ସବୁଦିନ ଠିକ ଅଛି ପିଲାମାନେ କଣ କହି ପୂଜା କରୁଥିଲା ରାମ ରାମ ସେଭ ଦ ୱାର୍ଲଡ ସାଧୁଟା ସେଇ ସାଧୁ ସନ୍ନ୍ୟାସୀଟା କଣ କହି ପୂଜା କରୁଥିଲା ସାର୍ ସାଧୁ ସନ୍ନ୍ୟାସୀଟା ପୂଜା କରୁଥିଲା କଣ କହିକିରି ସାର୍ ରାମ ରାମ କହୁଥିଲା କଣ କହୁଥିଲା ରାମ ରାମ ତୁମେ କଣ କର ରାମ ୱାର୍ଲଡକୁ ସେଭ କର ୱାର୍ଲଡକୁ ସେଭ ମାନେ ପିଲେ କଣ ରକ୍ଷା କର ୱାର୍ଲଡକୁ କଣ କର ରକ୍ଷା କର ୱାର୍ଲଡକୁ ୱାର୍ଲଡ ମାନେ
ପୃଥିବୀ। ଏଇ ପୃଥିବୀରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ତୁମେ କଣ କର ରକ୍ଷା କର। ଦ ଫେରୋଟ୍ ଲିଭିଂ ୱିଥ ଦ ସାଧୁ। ଯୋଉ ପ୍ୟାରଟଟା ରହୁଥିଲା କାହା ସାଙ୍ଗରେ? ସାଧୁ ସାଙ୍ଗରେ। also learn to repeat the prayer। ସେ ସବୁବେଳେ ଆରେ ତମ ଘର ମାନଙ୍କରେ ପ୍ୟାରଟ ଥାଏ ନା? ତମେ ଯଦି ଖରାପ କଥା କହିବ ସେ ଖରାପ କଥା ଶୁଣିବ, ସେ ବି ରିପିଟ କରିବ। ତୁମେ ଯଦି ରାଧେ ରାଧେ କହିବ ସେ ବି ରାଧେ ରାଧେ ଶୁଣିବ ଆଉ କହିବ। ଠିକ ଅଛି ପିଲାମାନେ? ସେଇ ଭଳିଆ ସେ ଯୋଉ ସାଧୁ ପାଖରେ ଯୋଉ ପ୍ୟାରଟଟା ଥିଲା, ସେଇ ସାଧୁ ଯେମିତି ରାମ ରାମ ସବୁଦିନ ସକାଳୁ କହେ, ପ୍ରେ କରେ ଭଗବାନଙ୍କୁ, ସେଇ ଭଳିଆ ସେଇ ପ୍ୟାରଟ ମଧ୍ୟ ସାଧୁ ସାଧୁ କହି ପ୍ରେ କରେ। ଠିକ ଅଛି? ଅନୁକରଣ କରେ। ତାର ଦେଖା ସୁଖା। ତାପରେ କଣ ସାର୍? ଦ କ୍ରିମିନାଲ ୟୁଜ୍ଡ। ତାପରେ ସେ କ୍ରିମିନାଲ କଣ କରେ ସବୁଦିନ ସାର୍? ୟୁଜ୍ ଟୁ। ଦେଖ ପିଲେ ସବୁଦିନ ସବୁଦିନ ଜାଗାରେ ୟୁଜ୍ ଟୁ ଲାଗିବ। ସ୍କୋଲ୍ଡ। ସ୍କୋଲ୍ଡ ମାନେ ପିଲେ କଣ? ସ୍କୋଲ୍ଡ ମାନେ ମାନେ ରାଗିବା, ରାଗିକିରି କହିବାଟା, ସ୍କୋଲ୍ଡ କରିକି କହିବାଟା। ଠିକ ଅଛି? ଡରେଇକି, ଡରେଇ ଧମକେଇକିରି କହିବାଟାକୁ ସ୍କୋଲ୍ଡ କହିବା, ସ୍କୋଲ୍ଡରେ କହିବା କହନ୍ତି ହେଲା। ସ୍କୋଲ୍ଡ ତାର ଅର୍ଥ। ଏଣ୍ଡ ଅଟର। ଅଟର ମାନେ କହେ। ଅଟର ମାନେ ପିଲେ କହିବା। ସେ ସ୍କୋଲ୍ଡ କରିକିରି କହେ ମାନେ ସେ କଣ? ଡରାଇ ଧମକେଇକିରି କହେ ସବୁବେଳେ। କଣ? କେମିତିଆ ୱାର୍ଡ କହେ ସାର୍? ବ୍ୟାଡ ୱାର୍ଡ, ଖରାପ ୱାର୍ଡ ଗୁଡାକ ସବୁବେଳେ କହେ। କ୍ରିମିନାଲ ମାନେ ଆଉ କୋଉ ୱାର୍ଡ କହିବେ? ଭଲ ୱାର୍ଡ କହିବେ? ସାଧୁ ଯେମିତି ସେମିତି ରାମ ରାମ ୱାର୍ଡ କହିବ କେବେ ବି? ନା ବାବା ନା। ରାଇଟ୍ ଫ୍ରମ୍ ମର୍ଣ୍ଣିଂ ଟୁ ନାଇଟ୍। ତାର କାମ କଣ? କ୍ରିମିନାଲ ର କାମ କଣ ହେଲା ସାର୍? କ୍ରିମିନାଲ ର ସକାଳୁ ଉଠିଲା ମାନେ ସେ ଖରାପ ଖରାପ କଥା କହିବ। ସେଇ ଯୋଉ ପ୍ୟାରଟଟା ଥିବ ତାହେଲେ ପିଲାମାନେ ସେ ଶିଖିବ ନା ନାଇଁ ଖରାପ କଥା, ନା ଭଲ କଥା ଶିଖିବ? ଖରାପ କଥା ହିଁ ଶିଖିବ। ପ୍ୟାରଟ ବିଚରା ଜାଣୁଛି କଣ? ସେ ଯାହା ଶୁଣିଲା ତାହା କହିବ। ଦ ପ୍ୟାରଟ ଲିଭିଂ ଦେୟାର। ସେଇ କ୍ରିମିନାଲ ପାଖରେ ଯୋଉ ପ୍ୟାରଟଟା ରହୁଥିଲା, ଅଲସୋ ଲର୍ନ। ସେ ମଧ୍ୟ, ଅଲସୋ ମାନେ ମଧ୍ୟ, ଲର୍ନ ମାନେ ଶିଖିବା। ସେ ଶିଖୁଥିଲା କଣ? ଶିଖୁଥିଲା ସାର୍? ଟୁ ୟୁଜ ବ୍ୟାଡ ୱାର୍ଡସ। ୟୁଜ, ୟୁଜ, ୟୁଜ କରୁଥିଲା କଣ? ବ୍ୟାଡ ୱାର୍ଡ ଶିଖିବା। ବ୍ୟାଡ ୱାର୍ଡ ଖରାପ ଭାଷା ବ୍ୟବହାର କରିବା, ୟୁଜ ମାନେ ବ୍ୟବହାର କରିବା ସେ ଶିଖୁଥିଲା କାହା ପାଖରୁ? ସେ କ୍ରିମିନାଲ ପାଖରୁ। ବୁଝିଲ ପିଲାମାନେ? ପିଲାମାନେ କଣ ହେଇଛି? ୱାନ୍ ଡେ, ଗୋଟେ ଦିନ କଣ ହେଲା ସାର୍? ଦ ପ୍ୟାରୋଟ, ପ୍ୟାରୋଟଟା କଣ କରିଛି? ଦ୍ୟାଟ ପ୍ୟାରୋଟଟା ଲିଭ୍ଡ, ବାସ କରୁଛି, ରହୁଛି ଗୋଟେ ଜାଗାରେ। ୱିଥ ଦ ସାଧୁ। ଯେଉଁ ପ୍ୟାରୋଟଟା ପିଲେ ଗୋଟେ ଦିନ କଣ ହେଇଛି? ଯେଉଁ ପ୍ୟାରୋଟଟା ସାଧୁ ପାଖରେ ରହୁଛି, ରହୁଥିଲା, ୱାଣ୍ଟେଡ, ସେ ଚାହିଁଲା, କଣ ଚାହିଁଲା ସାର୍? ଟୁ ମିଟ୍, ମିଟ୍ କରିବା ପାଇଁ। ପିଲେ ୱାଣ୍ଟ ମାନେ ଚାହିଁବା, ମିଟ୍ ମାନେ ସାକ୍ଷାତ କରିବା ବା ଭେଟିବା ପାଇଁ। କାହାକୁ ଭେଟିବା ପାଇଁ ସାର୍? ଦ ଅଦର ୱାନ। ସେ ଆର ପ୍ୟାରୋଟ, ତା ଭାଇ ନା, ଏକା ଏକା ଗୋଟେ ମା ପେଟର ଛୁଆ, ତାକୁ ଖୋଜା ଲାଗିବନି? ଖୋଜୁଥିଲା, ସେଥିପାଇଁ ସେ ଭେଟିଲା। ଇଟ୍ ଫ୍ଲୁ all the way to the criminal house। It flew। ସେ କଣ କଲା? ଫ୍ଲିଉ କଲା, ଉଡିଗଲା। ସରି, ସେ ଫ୍ଲିଉ କଲା, ଉଡିଗଲା। ଉଡିକିରି ଯିବ ନା ପକ୍ଷୀଟା, ପ୍ୟାରୋଟଟା। ଅଲ୍ ଦ ୱେ, ସେ ବାଟରେ। କୋଉ ବାଟରେ ଗଲା ସାର୍? ଯୋଉ ବାଟରେ କ୍ରିମିନାଲ ର ହାଉସ ଥିଲା। ହାଉସ ମାନେ ସାର୍ କଣ? ଘର। ଯୋଉ ବାଟରେ କ୍ରିମିନାଲ ର ଘର ଥିଲା ସେଇ ବାଟ ଦେଇକି ଗଲା। ଦ The moment she set foot there। ସେ ମୋମେଣ୍ଟ କଣ ହେଲା ପିଲେ? ସେ ମୋମେଣ୍ଟ ମାନେ ମୁହୂର୍ତ୍ତ। ସେଇ ମୁହୂର୍ତ୍ତରେ ସେ କଣ କଲା? ତା ଘର ସାମ୍ନାରେ, ତା ଘର ଯୋଉ ଉପରେ ଅଛି ନାଇଁ ଛାତ, ସେଇଠି ବସିଲା। ଠିକ ଅଛି ପିଲାମାନେ? ଇଟ୍ ହାର୍ଡ, ସେ ଶୁଣିଲା। କଣ ଶୁଣିଲା ସାର୍? ଲାଉଡ, ବଡ ପାଟିରେ। ସ୍କୋଲ୍ଡିଂ ମାନେ ତାକୁ ଯୋଉ ରାଗିକିରି କଥାବାର୍ତ୍ତା କରୁଥିଲା ସେଇ ଯୋଉ କ୍ରିମିନାଲଟା, ଏଇ ସାଧୁ ଘରେ ଯୋଉ ରହୁଥିଲା, ଇଏ ଯୋଉ ବୁଲିବାକୁ ଯାଇଛି, ସେ ଶୁଣିଲା ସବୁ ପ୍ୟାରୋଟଟା। ଏଣ୍ଡ ବ୍ୟାଡ ୱାର୍ଡସ, ଆଉ ଖରାପ ୱାର୍ଡ ସବୁ ଶୁଣିଲା। ଠିକ ଅଛି ପିଲାମାନେ? ଏକ୍ସଚେଞ୍ଜ ହାର୍ଶଲି ଫ୍ରମ ଦ ପ୍ୟାରୋଟ ଦେୟାର। ତାପରେ ପିଲାମାନେ ପ୍ୟାରୋଟ ଦୁଇ ଜଣ ଯାକ କଣ କଲେ? ଏକ୍ସଚେଞ୍ଜ ହେଇଗଲେ। ଜଣେ ସାଧୁ ପାଖକୁ ପଳେଇଲା, ଯିଏ ସାଧୁ ପାଖରେ ଥିଲା ସେ ତା ପାଖକୁ ପଳେଇଲା। ଯିଏ ସାଧୁ ପାଖରେ ନଥିଲା ସେ ଆର ପାଖକୁ ପଳେଇଲା। ଠିକ ଅଛି ପିଲାମାନେ? ଇଟ୍ could not believe its ears। ଲେକିନ ସେ ସାଧୁ ବିଶ୍ୱାସ କରିପାରିଲାନି। ସାଧୁ ପାଖରେ ଯୋଉଟା ଖାଲି ରାମ ରାମ ଶୁଣିଛି ନା, ସାଧୁ ପାଖରେ ଯୋଉ ପ୍ୟାରୋଟଟା ରହୁଥିଲା ସେ ଖାଲି ରାମ ରାମ ଶୁଣିଛି। ସେ ୟାର କଥା ଶୁଣିକିରି, ଯୋଉ ମାନେ ଏଇଭଳିଆ କଥା, ୟାର ଖରାପ କଥା ଶୁଣିକିରି ସେ ବିଶ୍ୱାସ ବି କରିପାରିଲା ନାହିଁ ପିଲାମାନେ।
ଠିକ ଅଛି। ସୋ ତେଣୁ ଇଟ୍ କନଭିନ୍ସ ଦ parrot to join with the ସାଧୁ। ସେଥିପାଇଁ ପିଲାମାନେ କଣ କଲା ଦୁଇ ଜଣ ଯାକ ଏକ୍ସଚେଞ୍ଜ ହେଇଗଲେ ଆଉ ସେ କନଭିନ୍ସ କଲା ମାନେ ପ୍ରବର୍ତ୍ତାଇଲା ବା ମନେଇବା କନଭିନ୍ସ କରିବା ମାନେ ମନେଇବା ସେ ମନେଇଲା କାହାକୁ ସେ ଯୋଉ ଆର ଗୋଟେ ପେରୋଟ ଥିଲା ସେ ଯୋଉ ଅସାଧୁ ଘରେ କ୍ରିମିନାଲ ଘରେ ଯୋଉ ପେରୋଟ ଥିଲା ତାକୁ କହିଲା ତୁ ବର୍ତ୍ତମାନ ମୋ ସାଧୁ ମାଲିକ ପାଖକୁ ପଳା ମୁଁ ଏବେ ଏଇଠି ରହିବି ୟାକୁ ଚେଞ୍ଜ କରିବି କହିଲା ଏଣ୍ଡ ଏକ୍ସଚେଞ୍ଜ ପ୍ଲେସ୍ ଦୁଇ ଜଣ ଯାକ ଏକ୍ସଚେଞ୍ଜ ହେଇଗଲେ ସାଧୁ ପାଖରେ ଯିଏ ଥିଲା ସେ କ୍ରିମିନାଲ ପାଖକୁ ପଳେଇ ଆସିଲା ଯିଏ କ୍ରିମିନାଲ ପାଖରେ ଥିଲା ସେ ସାଧୁ ପାଖକୁ ପଳେଇ ଆସିଲା ନାଉ ଦ କ୍ରିମିନାଲ ଷ୍ଟାର୍ଟ କଲା କଣ ହିୟରିଂ ଶୁଣିବାଟା ଦ ପ୍ରେୟାର ଶୁଣିବାଟା ମାନେ କଣ ସେ ଷ୍ଟାର୍ଟ କଲା କିଏ କ୍ରିମିନାଲ ଏଥର କଣ କଲା ଇଏ ଏଥର କଣ କହିଲା ସାଧୁ ସରି ରାମ କହିଲା କଣ କହିଲା ରାମ ଏମିତି କହିଲା ଯେମିତି 4-5 ଦିନ 8 ଦିନ 10 ଦିନ ପରେ କ୍ରିମିନାଲ କଣ କହିଲା ସେ ବି କହିଲା ସେ କହିଲା ରାମ ପେରୋଡ ର କଥା ଶୁଣିକିରି ସେ ବି କହିଲା ରାମ ଦ parrot that had gone to the sadhu also started to hear the same prayer ପିଲାମାନେ ଏଇଟା କଣ କହିଛି ପେରୋଟ ଖାଲି ରାମ କହିଲା ତାପରେ ଏଥର 10-15 ଦିନ ପରେ ସେ ଖାଲି କ୍ରିମିନାଲ କଣ ଶୁଣୁଛି ରାମ ଶୁଣୁଛି ନା 15 ଦିନ ହେଇଗଲାଣି 20 ଦିନ ହେଇଗଲାଣି ସେ ଏଥର ଲାଷ୍ଟ କୁ 20 ଦିନ ପରେ କଣ କହିଲା ସେ ବି କହିଲା ଏଥର ରାମ ସାଧୁ ମାନେ ସେଇ ଚୋରଟା ମାନେ ସେ କ୍ରିମିନାଲ ଟା ବି ସେ କହିଲା କଣ ସେ ବି ଲାଷ୍ଟ କୁ ରାମ କହିବାକୁ ବାଧ୍ୟ ହେଲା ପିଲାମାନେ ବୁଝିଲ in due course of time the criminal turned good and his parrot also turned good ତାପରେ ଏଥର ପିଲାମାନେ ସେମାନେ ଦୁଇ ଜଣ ଯାକ ଗୁଡ ହେଇଗଲେ ମାନେ ସେଇ ଯୋଉ କଣ ସେଇ ଯୋଉ ସାଧୁ ପାଖରେ ଯିଏ ରାମ କହୁଥିଲା ସେ ପେରୋଟ ଟା ଏଇ ଆସିକି କଣ କଲା ଚେଞ୍ଜ କରିଦେଲା ଦେଖ ପିଲାମାନେ ଏଇଟା ସେଇ ଚୋରଟା ଏଇଟା କ୍ରିମିନାଲ ଏଇଟା ହଉଛି ସେ ଦୁଇଟା ପ୍ୟାରୋଟ ଠିକ ଅଛି ପିଲାମାନେ ଏଠୁ ଆମେ ମୋରାଲ ଷ୍ଟୋରି କଣ ଜାଣିଲେ ଷ୍ଟୋରିର ମୋରାଲ କଣ ଶିକ୍ଷା ପାଇଲେ ଆମେ ଗୁଡ ୱାର୍ଡସ ବିଂ ଗୁଡନେସ ତୁମେ ଯଦି ଭଲ ୱାର୍ଡ କହିବ ସବୁବେଳେ ଭଲ ୱାର୍ଡ ଶବ୍ଦ ୟୁଜ କରିବ ବ୍ୟବହାର କରିବ ତାହେଲେ ତମକୁ ସମସ୍ତେ ଗୁଡ କହିବେ ଆଉ ତମେ ଜଣା ପଡିବ ତମର ଗୁଡନେସ ଅଛି ପିଲାମାନେ ବୁଝିଲ ଯଦି ତୁମେ ଖରାପ ୱାର୍ଡ କହିବ ତାହେଲେ ତମକୁ ସମସ୍ତେ ଖରାପ କହିବେ ଠିକ ଅଛି ଆଜିଠାରୁ ପ୍ରମିସ କର ତୁମେ ସବୁବେଳେ ସତ କଥା କହିବ ବାପା ମା କଥା ମାନିବ ଦାଦା ଖୁଡି ସମସ୍ତଙ୍କର କଥା ମାନିବ ଠିକ ଅଛି ପିଲାମାନେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିଦବ କିଛି ଶିଖିବାକୁ ମିଳିଲା ନା ଯଦି ମିଳିଲା କମେଣ୍ଟ କରିବ ଆଉ ସବସ୍କ୍ରାଇବ କରିଦବ ଯଦି ଭଲ ଲାଗିଲା ଭିଡିଓଟା ତାହେଲେ ଲାଇକ୍ ବି କରିଦବ ପିଲାମାନେ ଏବେ ରହିଲି ନେକ୍ସଟ କ୍ଲାସରେ ଦେଖା ହବା ବାଏ ବାଏ